ଦେଖନ୍ତୁ ବହୁତ ଅବାସ୍ତବ କଥା ବର୍ତ୍ତମାନ ଏ ସରକାର କହୁଛନ୍ତି ଏବଂ କରିକି ଦେଖାଉଛନ୍ତି। ବାସ୍ତବତାକୁ ସେମାନେ ହୃଦୟଙ୍ଗମ କରିବା ଦରକାର। ଅଘଟଣ ପରେ ଅଘଟଣ ଘଟି ଚାଲିଛି, ତା ସାଥିରେ ବଢ଼ା ଚଢ଼ା କରିକି କହୁଛନ୍ତି। ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ସତ୍ୟ ଓ ବାସ୍ତବତାକୁ ଏଇ କିଛି ଦିନ ଭିତରେ ଗୋଟେ ଯେଉଁ ରିସର୍ଚ୍ଚ ୱାର୍କ ହେଉଛି ତାକୁ ମୁଁ ଆପଣମାନଙ୍କୁ ଦେବି। ପ୍ରକୃତିରେ କେତେ ଲୋକ ଯାଆନ୍ତି ପୁରୀ, କେତେ ଜାଗା ଅଛି ପାର୍କିଂ ପ୍ଲେସ୍, ଏବଂ କେତେ ଲୋକ ରଥଯାତ୍ରାକୁ ଦେଖିପାରିବେ, ଏ ସମସ୍ତ କଥାର ଗୋଟେ ସଠିକ୍ ଆକଳନ ହେବା ଦରକାର। ଏମାନେ ସବୁ ଯାହା କହୁଛନ୍ତି ସେଟା କେବଳ ଆଇ ଏଷ୍ଟିମେସନ୍ ବା ଗୋଟେ ଆକଳନ ଉପରେ କହୁଛନ୍ତି, କିନ୍ତୁ ବାସ୍ତବ କଥା ମାନେ କହୁନାହାନ୍ତି। ଏବଂ ଅଘଟଣ ଘଟିବାର କାରଣ ହେଉଛି ଯେତେ ସବୁ ଡେଭଲପମେଣ୍ଟ କାମ ହେଉଥିଲା, ଯେତେ ସୁରୁଖୁରୁରେ ପୁରୀ ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାହେଇଥିଲା, ସବୁ କାମ ବନ୍ଦ କରିଦେଇଛନ୍ତି। ଗୋଟେ ପଟେ କାମ ବନ୍ଦ କରିଦେବେ, ଅପରପକ୍ଷରେ ଲୋକମାନଙ୍କ ଭିତରେ ଯେଉଁ ଭାବାବେଗ ଅଛି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, ସେଟାକୁ ସେମାନେ ସଠିକ୍ ପରିଚାଳନା କରିପାରିବେନି। ସେଇଥିପାଇଁ ଅଘଟଣ ହେଇଛି, ଅଘଟଣ ହେବ। ତାଙ୍କର ପ୍ଲାନିଂ କ'ଣ? ପ୍ଲାନିଂ କିଛି ନାହିଁ। ଏବଂ ପ୍ଲାନିଂ କରିବା ପାଇଁ ଯେଉଁମାନଙ୍କର ପରାମର୍ଶ ନେବା ଦରକାର, ସେମାନଙ୍କର ପରାମର୍ଶ ମଧ୍ୟ ଲୋଡ଼ନ୍ତି ନାହିଁ। ସେ ଭାବନ୍ତି ସେ ସବୁ ଜାଣନ୍ତି ବୋଲି। ଏଇଟା ହେଉଛି ଗୋଟେ ଅଜ୍ଞତାର କଥା। କହୁଛନ୍ତି ଆମେ ପ୍ରମାଣ କରି ଦେଖିବା ଆକ୍ଚୁଆଲି କେତେ ଲୋକ ଯାଆନ୍ତି, ଆଉ ପାର୍କିଂ ବ୍ୟବସ୍ଥା କ'ଣ ଅଛି, ଆଉ ପୋଲିସ ବଳ କେତେ ଥିଲେ, ଏବଂ ତାଙ୍କର ଟ୍ରେନିଂଟା କ'ଣ ଥିଲା, ଏସବୁ କଥା ଗୋଟେ ଆଲୋଚନା ଭିତରକୁ ନେବା। ତାଙ୍କର ଦଳର ମ୍ୟାଟର ଏଇଟା, ଆମର ଏଥିରେ ବିଶେଷ କିଛି କହିବାର ନାହିଁ। କିନ୍ତୁ ଗୋଟେ ବର୍ଷ ସରକାର ରହିବା ଭିତରେ ସେମାନଙ୍କର ଏ ଯେଉଁ ଲୋକପ୍ରିୟତା କମୁଛି, ଏଇଟା ସେମାନେ ସ୍ୱୀକାର କରିବାକୁ ପଡ଼ିବ।